ମୁଁ ୟାକୁ ଆକ୍ଚୁଆଲି ସରପ୍ରାଇଜ ଦେବା ପାଇଁ ଆସିଥିଲି କିନ୍ତୁ ମୁଁ ନିଜେ ସକ୍ ହେଇଗଲି। ମାନେ ସବୁ ଠିକ ଠାକ ଥିଲା, ପୁରା ନର୍ମାଲ ଥିଲା, ସେମିତି କିଛି ନାହିଁ। କେବଳ ପାଦରେ ଗୋଟେ ମାଛି ଆଖିଆ ଜାଣିଥିବେ, ସେ ମାଛି ଆଖିଆଟା ଏତେ ବଡ, ମାନେ ଏତେ ବଡ ରୂପ ନେଇଯିବ ମୁଁ ଜାଣିନଥିଲି। ମାନେ ମୋର ଲାଇଫରେ ଏଇ ସବୁ ହେବାର ଥିଲା ବୋଧେ। ଆସିକି ବି ମତେ କେହି କିଛି କହୁନାହାନ୍ତି ହେଲା। ମୁଁ ଯେତେବେଳେ ପଚାରିଲି ସେତେବେଳେ କହୁଛନ୍ତି ନା ଆଉ ନାହିଁ ସିଏ। ନମସ୍କାର ଫ୍ୟାମିଲି, ଜୟ ଶ୍ରୀ ଜଗନ୍ନାଥ। ମୁଁ ରୋହିତ ଆଇମିନ୍ ରାମ ବାବୁଙ୍କ ପୁଅ ପୁଣି ଥରେ ସ୍ୱାଗତ କରୁଛି ଆଉ ଗୋଟେ ସୁନ୍ଦର ବ୍ଲଗକୁ। ତ ଚାଲନ୍ତୁ ଆଜିର ବ୍ଲଗକୁ ଷ୍ଟାର୍ଟ କରିବା। ତ ଦେଖିପାରୁଥିବେ ମୁଁ ବର୍ତ୍ତମାନ ବାହାରିକି ଯାଉଛି ଘରକୁ। ଆକ୍ଚୁଆଲି ମୁଁ ସଟରରେ ଯାଏ, ଆଜି ସଣ୍ଡେ ଯାଉଛି କି ମାନେ କାଲି ଟିକେ ଅଫିସରେ ଟିକେ କାମ ସରୁ ସରୁ ଟିକେ ଲେଟ୍ ହେଇଗଲା। ଓ ଅଫିସରେ ଯେମିତି ଗୋଟେ ବଡ଼ ଅଫିସର, କାଲି ଡ୍ୟୁଟିରୁ ଟିକେ ଲେଟ୍ରେ ଫେରିଲି, ସେଥିପାଇଁ କାଲି ଯାଇପାରିଲିନି, ସନ୍ଧ୍ୟା ହେଇଗଲା। ତ ଆଜି ଯାଉଛି। ଆଜି ଯୋଉ ଯାଉଛି ମୁଁ ପୂଜାକୁ ଆକ୍ଚୁଆଲି ମୁଁ କହିନି ମୁଁ ଯାଉଛି ବୋଲି, ସକାଳୁ ସକାଳୁ ବାହାରି ଯାଇଛି। ଆଉ 1.5 ଘଣ୍ଟାର ବାଟ ମୁଁ ଯାଇକି ଆରାମସେ ପହଞ୍ଚିଯିବି। ଆଉ ଗୋଟେ ସରପ୍ରାଇଜ ଦେବା ତାକୁ, ଠିକ ଅଛି। ତାର ରିଆକ୍ସନଟା ଦେଖିବା। ଚାଲନ୍ତୁ ଆଉ ବିଳମ୍ବ କରବାନି, ଏଠୁ ବାହାରିବା ଜଲ୍ଦି, ଠିକ ଅଛି। A few moments later. ମୋ ସାଙ୍ଗମାନେ ଫାଇନାଲି ମୁଁ ଆସି ଘରେ ପହଞ୍ଚି ଯାଇଛି, ଦେଖିପାରୁଥିବେ। ଆଉ ଗେଟ୍ ତ ଫିଲହାଲ ବନ୍ଦ ଅଛି। ଦେଖିବା ପୂଜା କୋଉଠି ଅଛି। ଲାଗୁଛି ସକ୍ସେସ୍ ହେବ ମୋର ସରପ୍ରାଇଜଟା, ଠିକ ଅଛି। ଆଉ ବେଶୀ ଜୋର କହିବିନି, ନହେଲେ ସିଏ ପୁଣି ଶୁଣିଦେବ। ଆଚ୍ଛା। ଗାଡ଼ି ବି ଦେଖିପାରୁଥିବେ ଏଇଠି ରଖିଦେଇଛି। ସିଆଡ଼ୁ ପୁରା ଧୀରେ ଧୀରେ ଆସିକି ଗାଡ଼ି ରଖିଦେଇଛି। ଚାଲନ୍ତୁ, ଭାବୁଛି ତାକୁ ଡରେଇବା, ଠିକ ଅଛି। ଫାଷ୍ଟ ତ ଦେଖିବାର ଅଛି ସିଏ ଘରେ ଅଛି ନା କୋଉଠି ଅଛି। ମତେ ଯେମିତି ସିଏ ନ ଦେଖୁ, ଠିକ ଅଛି। ଦେଖିପାରୁଥିବେ ଘରେ କେହି ନାହାନ୍ତି, ସେ ଭିତରେ ଥିବ ସାୟଦ, ମତେ ଯାହା ଲାଗୁଛି ସେ ଭିତରେ ଥିବ। ଆଉ ସର୍ବପ୍ରଥମେ ଗେଟ୍ଟାକୁ ଧୀରେ ଧୀରେ ଖୋଲିବା। ଆଉ ମା ବାପା ତ ବିଲ ପଳେଇଥିବେ, ସେଟା ମୁଁ ଜାଣିଛି। ବାକି ରହିଲା ପୂଜା, ଯାହାଟି ଆମର କାମ। ସକ୍ସେସଫୁଲି ଭିତରକୁ ଗାଡ଼ି ପୁରେଇ ଦେଇଛି, ଦେଖିପାରୁଥିବେ। ଆଉ ଏଇପଟ ସାଇଡ଼କୁ ଆଣିକି ରଖିଦେଇଛି। ଏପଟେ ସିଏ ବେଶୀ ଆସେନି ହେଲା, ଏ ଘରଆଡ଼େ ବେଶୀ ସିଏ ଆସେନି। ଆଉ ଯଦି ଆସିଲା ଧରା ପଡ଼ିଯିବି, ନ ଆସିଲେ ସକ୍ସେସ୍। ଆଉ ସଜୁର କହିଥିଲି କି ଆଉ ସିଏ ଆକ୍ଚୁଆଲି ମୁଁ ଦେଖିଦେଇଛି ତାକୁ, ସେ ବାଡ଼ି ଆଡ଼େ ଅଛି ହେଲା। କ'ଣ ପରିବାପତ୍ର କ'ଣ ଦୁଇଟା ତୁଳାତୁଳି କରୁଛି। ତ ତେଣୁ କରିକି ମୁଁ ଏଇଠି ରହିବି। ଆଉ ଏଇଟା ହେଉଛି ଝରକା। ସିଏ ପରିବାପତ୍ର ଆଣିକି ରୋଷେଇ ରୁମ୍ ଯିବ, କାମ ପଡ଼ିଲେ ସିଏ ଏଇ ରୁମ୍କୁ ଆସିବ। ଏଇ ରୁମ୍କୁ ଆସିଲା ମାନେ ମୁଁ ତାକୁ ଗୋଟେ ଅଲଗା ଅନ୍ଦାଜରେ ଡାକିବି, ଧୀରେ ଡାକିବି, ତାକୁ ଡରେଇବି ହେଲା। ତ ଚାଲନ୍ତୁ ବର୍ତ୍ତମାନ ତାକୁ ୱେଟ୍ କରିବା କେତେବେଳେ ଆସିବ ସେ ବାଡ଼ି ଆଡ଼ୁ। ସିଏ ତ ଏଇପଟେ ହିଁ ଆସିବ ନା, ନା ଏପଟେ କ୍ଲୋଜ୍ ଅଛି। ସେ ସେପଟୁ ଘୁରିକି ଆସିବ, ଗେଟ୍ ପଟେ ଦେଇକି ଆସିବ। ମୋତେ ଗେଟ୍ଟା ବନ୍ଦ କରିବାର ଅଛି। ସେଟା ଗେଟ୍ଟା ତ ସେ ବନ୍ଦ କରି ଯାଇଥିଲା ନା, ମୁଁ ଖୋଲା କରିଦେଇଛି। ଦେଖିପାରୁଥିବେ କେହି ନାହାନ୍ତି ଘରେ। ରୋଷେଇ ରୁମ୍ଟାକୁ ଖୋଲା କରିଦେଇକି ପଳେଇଛି। ନା ରୋଷେଇ ରୁମ୍ରେ କିଏ ଅଛି? ଯିଏ ବି ଥାଉ, ଯଦି ମା ଥିବ କି କିଏ ଥିବ ତାହେଲେ ତାକୁ କହିଦେବି, ପୂଜାକୁ କହିବୁନି ବୋଲି। ଗେଟ୍ ବନ୍ଦ କରିବା ଭିତରେ ନ ଆସୁ, ନହେଲେ ଧରା ପଡ଼ିଯିବି ରେ ବାବା। ଧୀରେ ଚାଲ। ୟା ରୋଷେଇ ରୁମ୍ରେ କିଏ ଅଛି ଖାଲି ଫାଷ୍ଟ ଦେଖିବାର ଅଛି। କିଏ ରେ? ଏଠି ତ ନାଇଁନି କେହି। ମାନେ ରୋଷେଇ ରୁମ୍ଟାକୁ ଖୋଲା କରିଦେଇକିରି ପଳେଇଛି। ବାଇଗଣ ତ ଆଣିଛି, ବାଡ଼ିକୁ କେନେ ଯାଇଛି? ଛେଳି ବାନ୍ଧି ଯାଇନି ତ। ହାଡ଼ି ଗ୍ୟାସ୍କୁ ଅନ୍ କରିଦେଇ ଯାଇଛି, ମାନେ ଜଲ୍ଦି ଆସିବ। ମୋବାଇଲ ବି ଛାଡ଼ି ଦେଇକି ପଳେଇଛି। ଆମେ ଲୁଚି ଯିବା। ଓହୋ, ପୂଜା ପଳେଇ ଆସିଛି ବାଡ଼ିରୁ ହେଲା। ଆସିକି ସେ ରୋଷେଇ ରୁମ୍ ଆଡ଼େ ଫାଷ୍ଟ ଯିବ, ତାପରେ ଏଇ ରୁମ୍କୁ ଆସିବ। ଯେତେବେଳେ ଏଇଠି ଆସିବ ଡରେଇବା, ପୁରା ଛାନିଆ କରେଇଦେବି ଆଜି। ନା ସାଂଘାତିକ ଡରେଇବି। ଏଇ ଝରକା ଆଡ଼ୁ ହିଁ ତ ଡରେଇବି। ସରପ୍ରାଇଜ ଦେବି ବୋଲି ଆସିଥିଲି, ନୁଚି ଏଠି ଗାଡ଼ି ପେଲି ଭର୍ତ୍ତି କରିଥିଲି। ମୁଁ ଦେଖିଛି ମାମା ଘର ତମେ ପେଲି ଆଣିଛ। ପରିଶ୍ରମ ବୃଥା ଗଲା ମୋର। ତୁମେ କୋଉ ଦିନ ବି ପାସ୍ ହେଇପାରିବନି ହେଲା, ମତେ ଜମା ଠକି ପାରିବନି ତୁମେ, ବୁଝିଲ।
ଠକି ପାରିବି ନାହିଁ ଚ୍ୟାଲେଞ୍ଜ ଚ୍ୟାଲେଞ୍ଜ ଏମିତି ଗୋଟେ ଦିନ ଆଇବ ଭଗା କରେଇ ଦେବି ଡରେଇ ମୁଁ ଦେଖି ଦେଇଥିଲି ହେଲା ତୁମେ କଣ ମତେ ସରପ୍ରାଇଜ ଦବ ମୁଁ ତମକୁ ସରପ୍ରାଇଜ ଦେଇଦେଲି ତ ଖୁଚି ଖୁଚି ପାଇଲାନି ଜାଣିପାରିଲ ତମେ ବୁଲେଟ ଗାଡି ଆଣିଛ ତମେ ହାଇଟ ସାଉଣ୍ଡ ହଉଛି ତୁମର ତୁମେ ମତେ ଠକ ତୁମେ ଏଠି ମାମା ଘର ବନ୍ଦ କଲେ ମୁଁ ଏ ବାଡିରେ ଅଛି ଖାଲି ଏଇଟା ପାଇଁ ଯାଇଥିଲି କି ତରକାରୀ କରୁଛ କଣ ଓ ମୁଁ କହିଥିଲି ମୁଁ ମାନେ କଣ ତୁମେ ଶନିବାର ଆଜି ରବିବାର ହେଲାନି କଣ କରୁଥିଲ ମାନେ ଶନିବାର ଆସିବା ଲୋକ ରବିବାର ଆସିଛ ये तो अपुन का स्टाइल रे बाबा देखो भल पाइबा अच्छी बोली आसिकी पहुंचली डे डज नॉट मैटर आई रीच हियर दैट मैटर एक्चुअली इंग्राजी पाठ्य मु अगाध्य पंडित्य लाभ करिथिबारु बेले बेले कथारे कथारे मु इंग्लिश कहि दिए जोटा कि बहुत सुंदर जଣା पड़छ आउ गैस टा को ऑन कर दे पळैछ जदि किछि हेबो रिस्क किया नबो सामान्य कोइला काटिकी धरिकी आसीबी आ केते समय पूजा की खाइछो ना खाइ नै हां मते की दउछि ओह 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 एतकी पर्यंत खाइ नै सतरे केबे खाइ नथिबी 9टा बज पर हेलानी नियो कोन चकुली आउ तुमर पसंदीदा कोन सेटा कोनथि टिफिन इडली जल्दी जल्दी बाढ़ मुझे भी खाई नहीं खाइबा माँ बापा बिलो आ बॉयलर टा बोलर पुणी बाहर पड़ीछि बॉयलर हमर बॉयलर देसी की सहित मिसी मिसी बाहर आड़े बुलते चोरते पड़ौछि चोरुछि खाउछि पिउछि बिंदास बाहर बुलुछि पुणी संजले आसी घर भर्ती हो जाउछि खली रे खाइबो ना गिना रे खाइबो ना थाली रे खाइबो कोथे खाइबो गोटे काम करो कराई रे आनो ट्रायल करबा बे थाली रे टिके नै कि आसो तरकारी डहाबो खियाबो भोजरा खली गुरा गळिछि त हां हबो किछि असुविधा नै वेरी गुड दुईबानी पकई देबा तो फाइनली आम दुई टुआ टुई बसी गलु खाइबा पई इडली एतिकी चकुड़ी एठी मिठा एतिकी आउ ये एकुटिया खाइबो आ कोन हो ताले उठो तुमे ना ना मु सेठु अल्प दिटा खाइबी आ हमर एठी पुसी माउसी आसी के अनैछि दियो खंडा ताको एगा खाइबोनी सी आइंस नहने अलग किसी खाइबोनी टिके धनी लोक ना में नाइ की ने खाइबोनी चुई छाड़ दो सुंगला भी नहीं सुंगला भी नहीं से खाली गरम भात जदि पूरा गरम हेतिबो ताकू चमरांती पूरा गुळा करिकी सेठी थिबो से गरम भात खाइबो न लाइंस खाइबो आइंस तो खाइबो मेंचे खाइ दो से मो केटा कर से मो केटा कर थैंक यू दोस्त दे दे जल्दी करो भूख लानी कोन या खाली चिलेबो भूख होला माने खाली चिलेबो गुडरा खाली छंदी हबो खाइते दबो ना से अरे देखो गोटे छोट छुआ मनीष छुआ से किस कहबो तमे मु गरम भात तयारी करबी आउ मनीष छुआ सकाळ कोन कहबो खाइते दे भूख होउची से कहि पारुची की जहा खाइले भी रसुण दिना छडेले भी भाउ से भाउ तो कोन खाउछु दउनी एति डाल दे पूरा मुरे डाल डाल अरे जल्दी लेट करो भूख लानी मु ता गोटे मीठा खाइ दिए तुम खाइ सारा हम खाइबे एटा हां बहुत ठंडा ठंडा नहीं लाଗୁଛି ए जो ये होन ना बर्थडे गुडा रे सेलिब्रेशन कला केक काटन आ गुटे गुटे देखिबे गुटे गुटे कैरेक्टर थांदी की करबे काटबे खुए जदि साइड कैमरा फोटो उठा चलथिबो केक फाळे उठेबे खंडिया उठेबे आ खुएबे कैमरा को नेबे जाडू हाथ एपट को नेबे खुएबे यार नाकरे कोलो जाडू तो सांग माने जेमती घर को पहुंची छी खाई देई छी कुदालटा धरिकी बिल्कु पळे आइली आ ए जगह रे एक्चुअली हमर लगा सरी जाइछि खाली हिडो गुडा जो गुडा घाई गुडा खुला थिला सेगुडा टिके छेकी देबा कारण वर्षाटा हेले पानीटा रहिबो आ सांग माने फाइनली हिडो छेकी सारिली उह कि झाड़ देखि पारुथिबे ए जो गुडे देखि पारुथिबे गुडे इएडे अछि कंटाटे कंटाट न तो गोटे गछर इएडे मूळटे पादरे बाजिला माने खाली पादरे थिली थैंक्स गॉड कि घा हलानी कि ब्लड बाहरलानी किंतु पेनटा तो हला ना
ସତରେ ଚାଷ କାମ ଏତେ ସହଜ ନୁହେଁ। ଯେଉଁମାନେ ବି ଭାବୁଛନ୍ତି ନା, ଆଉ ଖାସ୍ କରିକି ଖାଇବା ନଷ୍ଟ କରନ୍ତି। ଖାଇ ହେଲାନି, ଭଲ ତରକାରୀ ହେଲାନି, ଭଲ ତରକାରୀ ଯଦି ନାହିଁ ଭାଇ, ଇଚ୍ଛା ନାହିଁ ଖାଇବା ପାଇଁ ନା, ଖାଅନି, କିନ୍ତୁ ଭାତ ନଷ୍ଟ କରନି। ଯେଉଁଠି ବି ଖାଉଛ ଭାତକୁ କମ୍ପ୍ଲିଟ୍ କରାଅ, ତାପରେ ଉଠ। ଯିଏ ବି ଚାଷ କରୁଛୁ ନା, ବହୁତ ପରିଶ୍ରମ। ତେବେ ମୁଁ ମାନେ ଯେତେବେଳେ ମୁଁ ଫିଲ୍ଡକୁ ଓହ୍ଲେଇଲି, ମୁଁ ଜାଣିପାରୁଛି, ରିଏଲାଇଜ୍ କରିପାରୁଛି ଯେ କଷ୍ଟଟା କେତେ। ମୁଁ ତ ସାମାନ୍ୟ ହିଡ଼ ଗୁଡ଼ା ଛେକିଲି, ଆଉ ଯେଉଁମାନେ ପୁଣି କାଦୁଅ କରୁଛନ୍ତି, ଧାନ ରୋଉଛନ୍ତି, ସାର ବିଞ୍ଚୁଛନ୍ତି, ମାନେ A to Z କେୟାର କରୁଛନ୍ତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। ଭାବ ଶଳା ଏଇଠି ବଡ଼ ଘାଇ କରିଦେଇଛି ଟ୍ରାକ୍ଟର। ଟ୍ରାକ୍ଟର ମାଲିକ ପୁଅ ଏଇଟା ହଳ କଲା ତ ଶିଖୁଥିଲା, ଏଇଠି ଦେଇଦେଇଛି। ଆଉ ୟାକୁ ଛେକିବା ପାଇଁ ପଡ଼ିବ, କାରଣ ଏଇଟା ଉପର ବିଲଟା, ଏପଟୁ ପାଣି ଆସିବାର କିଛି ମାଧ୍ୟମ ନାହିଁ। ପାଣି ଯେତିକି ଅଛି ସେତିକି, ବର୍ଷା ହେଲେ ରହୁଛି, ଯଦି ପଳେଇବ ପୁଣି ଗଛ ଗୁଡ଼ା ମରିଯିବ। ତେଣୁକରି ଏଇଟା ଛେକିବା ଜରୁରୀ। ଓ ବାପରେ। ତ ସାଙ୍ଗମାନେ ସେପଟେ ହିଡ଼ ଦେଇ ସାରିଲା ପରେ ଘରକୁ ପଳେଇ ଆଇଲି, ଖାଇଦେଲି। ଖାଇସାରିଲା ପରେ ଏଇଟା ହେଉଛି ଆମର ବେଡ଼ା। ଟ୍ରାକ୍ଟର ବୁଲୁଛି, ଦେଖିପାରୁଥିବେ। ଟ୍ରାକ୍ଟର ନେଇକି ବେଡ଼ାକୁ ଆସିଛି। ତ ଆପଣମାନଙ୍କୁ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଦେଖାଉଛି। ଯେତେବେଳେ କାଦୁଅ ହେଇଗଲା, ଦେଖନ୍ତୁ, ଏଇ ଦେଖନ୍ତୁ, ଦେଖନ୍ତୁ କରାଣ୍ଡି ମାଛ ଏଇ ସାଇଜର କେତେ ଡେଉଁଛନ୍ତି। ଠିକ୍ ଅଛି, ଏଇଟା ଦେଖନ୍ତୁ, ଏଇଟା ଦେଖନ୍ତୁ, ଠିକ୍ ଅଛି। ଆଉ ହେଇଗୁଡ଼ା ଦେଖନ୍ତୁ, ମୋର ତ ପୁରା ଲାଲା ଲାଲା, ପୁରା ମଜେ ମଜେ। ଦେଶୀ ଯୁଗା ଜରି ଗୋଟେ ସଫଲ ଧରି ଉଠେଇ ଆଣିଛି। ଏଇଲା ଏତିକି ତ ଫୁଲ କରି ଘରକୁ ପଳେଇବି। ତାପରେ ଆଉ ଗୋଟେ ଜାଗା ଧରିକିରି ଆସିବି, ଆଉ ମାଛ ନେଇକିରି ଯିବି। ଆଜି ପୁରା ଉଡ଼ିବ। କ'ଣ ଏଇଟା? ଏଠି କରାଣ୍ଡି ମାଛ। ଠିକ୍ ଅଛି, ଦେଖ। ଓଏ ସେଟା ସରିଲା ନା? ଓ ବାବୁ ମଶାଇ, ଦେଖ ଆମର ଲକ୍ଷ୍ମୀ ବସ୍, ସେଟା ପୁଣି କଲରଫୁଲ, ନାରଙ୍ଗୀ ନାରଙ୍ଗୀ। ତ ସାଙ୍ଗମାନେ ଆପଣଙ୍କୁ କ'ଣ କହିବି, ଗୋଟେ ଅସୁବିଧାଟେ ହେଇଯାଇଛି। ଆକ୍ଚୁଆଲି ମାନେ ମୁଁ ୟାକୁ ଆକ୍ଚୁଆଲି ସରପ୍ରାଇଜ ଦେବା ପାଇଁ ଆସିଥିଲି, କିନ୍ତୁ ମୁଁ ନିଜେ ସକ୍ ହେଇଗଲି। ମାନେ ସବୁ ଠିକ୍ ଠାକ୍ ଥିଲା, ପୁରା ନର୍ମାଲ ଥିଲା, ସେମିତି କିଛି ନାହିଁ। କେବଳ ପାଦରେ ଗୋଟେ ମାଛି ଆଖିଆ, ଜାଣିଥିବେ, ସେ ମାଛି ଆଖିଆଟା ଏତେ ବଡ଼, ମାନେ ଏତେ ବଡ଼ ରୂପ ନେଇଯିବ ମୁଁ ଜାଣିନଥିଲି। ମାନେ ସେଇ ମାଛି ଆଖିଆଟା ଅପରେସନ୍ କରିଦେଲେ। ଅପରେସନ୍ ପରେ ମେଡ଼ିସିନ ଦେଇକି ସବୁ ଯେମିତି ନର୍ମାଲ ଟ୍ରିଟମେଣ୍ଟ ହେବା କଥା ସବୁ ହେଲା। ତାପରେ ସେଇଟା ଇନଫେକ୍ସନ୍ ହେଇଗଲା। ଇନଫେକ୍ସନ୍ ହେଇକି ଆଉ ଚାଲି ହେଲାନି, ମାନେ ଚାଲି ପାରିଲାନି ଠିକ୍ ସେ ହେଲା। ମାନେ ମୋର ଲାଇଫରେ ଏଇସବୁ ହେବାର ଥିଲା ବୋଧେ। ମାନେ ଦେଖ, ଆସିକି ବି ମତେ କେହି କିଛି କହୁନାହାନ୍ତି ହେଲା। ମୁଁ ଯେତେବେଳେ ପଚାରିଲି, ସେତେବେଳେ କହୁଛନ୍ତି ନା ଆଉ ନାହିଁ ସିଏ। ମାନେ ଏଇଟା ଦିଟା ହେଲାଣି। ଗୋଟେ ଡୁବରି ହାଟରୁ ଆଣିଥିଲି, ବଢିଆ ଗଞ୍ଜାଟା ଆଣିଥିଲି, ସେଟାକୁ ବି ମାରିଦେଲେ। ସିଏ ବି ଚାଉଳ ଦେଲି ଖାଇବା ପାଇଁ, ସେ କହିଲେ ପାଣି କମ୍ ପିଇଲା, ଡିହାଇଡ୍ରେଟ୍ ହେଇକି ମରିଗଲା। ତାପରେ ଏଟାକୁ ଯଦି ଆଣିଲି, ଏଟା ତାର ମାସିଆ ଖିଆ ହେଇକି ମରିଗଲା। ଘରେ ଶୋଧୁଛନ୍ତି, କହୁଛନ୍ତି ଆଉ କୁକୁଡ଼ା ଆଣିବୁ। ମୁଁ ଦେଖିବି, ମୁଁ ଏବେ 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 ଯୋଉ ଆଣିବି ଆଉ ଟୋଟାଲ ମରିବା ପାଇଁ ଦେବିନି। ସବୁ ଶିଖିଗଲି ଆକ୍ଚୁଆଲି ହେଲା। ଜାଣିଛ କି ନାଇଁ ଗୋଟେ କଥା, ଯେତେବେଳେ ଫାଷ୍ଟ ଫାର୍ମ ଆରମ୍ଭ କଲି, 500 କୁକୁଡ଼ା ପକେଇଥିଲି। 500 ଯାକ କୁକୁଡ଼ା ମରିଗଲେ, ସବୁ ମରିଗଲେ। ମାନେ ଏଇ ଫାଇଟର ନୁହଁ, ସେଟା ହଉଛି ଏଗୁଡ଼ା ଅଶୀର ଯୋଉ ଆମର ଦେଶୀ ମିଟ୍ ପାଇଁ, ସବୁଗୁଡ଼ା ମରିଗଲା। ତାପରେ ମୁଁ ଶିଖିଗଲି, ଏମିତି ଶିଖିଲି, ମାନେ ମନୁ ଭାଇ ମତେ 2 ଦିନ ତା ଫାର୍ମର ଦାୟିତ୍ୱ ଦେଇଥିଲା। ମୁଁ ସେତେବେଳେ ତା ଫାର୍ମ, ମାନେ ବ୍ରଏଲର ଫାର୍ମ ସମ୍ଭାଳିଥିଲି, ମେଡିସିନ ଫେଡିସିନ ଦେଇକି। ଆଉ କୋଉ ମୁଁ କୁକୁଡ଼ା ଦେଖିଦେଲେ କହିଦିଏ, ତା ମାନେ ମଳ ଦେଖିଦେଲେ କହିଦିଏ କ'ଣ ରୋଗ ହେଇଛି, ତା ଆକ୍ଟିଭିଟି ଦେଖି କହିଦିଏ କ'ଣ ହେଇଛି, ଏଇ ମେଡିସିନ ଦେବ, ଏମିତି ସବୁ, ଏମିତି ଟ୍ରିଟମେଣ୍ଟ। ମାନେ ମୋ ଭରସାରେ ସନ୍ଧିକୁ ଦେଇଥିଲେ କୁକୁଡ଼ା, ମାନେ 200 ପିସ୍ ରଖିଥିଲା। ସେଇଠୁ ହଁ ମରିବେ, ମରିବେନି କି, ହାର୍ଡଲି ମୁଁ ଆଣୁଥିଲି 10ଟା ମୋର୍ଟାଲିଟି ରହିବ, କିନ୍ତୁ 5ଟା 10ଟାରୁ ଅଧିକା ନାହିଁ। ସେଟା ପୁଣି ଜାକି ହେଇକି ଛୋଟ ବେଳେ ହିଁ ମରିଥିବ, ବଡ଼ ନାହିଁ, ରୋଗ ବାଗର ମରିବାର ନାହିଁ। ସେତିକି ମାନେ ମୋର ଅଭିଜ୍ଞତା ପଳେଇ ଆସିଥିଲା। ସେଇ 500 କୁକୁଡ଼ା ମରଲେ ଗଲି, ମୁଁ ମାନେ ଜାଣିବା ପାଇଁ ଚେଷ୍ଟା କଲି, କ'ଣ ଏଟା, କ'ଣ ସେଟା, କ'ଣ। ମୋ ଭାଇ ଜଣେ ଆକ୍ଚୁଆଲି କୁକୁଡ଼ା ଫାର୍ମରେ ଥିଲେ, ସିଏ ଡାକ୍ତର। ଠିକ୍ ଅଛି, ମୋର ଯାହା କିଛି ହବ କାଟି ଦେଇକି, କୁକୁଡ଼ାକୁ କାଟିକି ତାକୁ ପଠେଇଦେବି। ସେ କହିବ ଆରେ ଏଇଟା ହେଇଛି, ଏଇ ମେଡିସିନ ଦେଇଦେ। ସେମିତି ପୁରା ପୁରା ମାନେ ଅଭିଜ୍ଞତା, ମାନେ ପୁରା ସବୁ ସେ ଜାଣି ଦେଇଥିଲି ହେଲା କି।
ଏବେ ଫାଇଟର କୁକୁଡ଼ା ପାଇଁ ମୁଁ ଜାଣିପାରୁନି। କାଠୁଳି ଗୁଡ଼ା ଠିକ ଅଛନ୍ତି, କାଠୁଳି ଗୁଡ଼ା ଯେତିକି ଅଛନ୍ତି ପୁରା ଫ୍ରିଲି ରେଞ୍ଜ ପୁରା। ସେଠି ଯୋଉ ଖାଦ୍ୟଟା ଖାଉଥିଲ ତମେ ଏଠି ଦେଇପାରିବ। ମେନ୍ ଗଲା ବାଜିରାଟା, ବାଜିରା ଦାନାଟା ସେଇ ଯୋଉ ସମୟରେ ଆଣିଲ ସେଇ କେତେ ସମୟ ସେଠି ଦାନାଟା ଦିଆହେଲା ତାପରେ ଆମେ ତାକୁ ସେ ଭାତ ଦେବା ଦାୟିତ୍ୱ ଧାନ, ତମର ନା, ଚାଉଳ ଦେବା ଦାୟିତ୍ୱ ତୁମର, ତୁମେ ଦେବ ଆମେ ନାହିଁ। ଆଣିଦେଲୁ ସେ ଆମେ ଦବୁ ନା। ଏଇ ଥିଲା କଥା। ଆଉ ଫିର ବି ଆଜି ମତେ ମୋ ଇଗୋକୁ ହଟ୍ କରିଛନ୍ତି ଏମାନେ। ମାନେ ଏମାନେ ନୁହଁ, ଇଏ ମୋ ବାପା, ମୋ ମା, କହୁଛନ୍ତି ସପରିବାର। ଆହୁରି 15,000 ଟଙ୍କା ଦେଇକି ଆଉ ଗୋଟେ କୁକୁଡ଼ା ମାନେ ସେ ଆଜି ମରିଛି କୁକୁଡ଼ା ପୁଣି ଆହୁରି ଗୋଟେ 15,000 ଟଙ୍କା ଦେଇକି। ହଁ କିଛି ଅସୁବିଧା ନାହିଁ। ଦେଖ ଜିଗର ଥିବା ଦରକାର, ବିଜନେସ କରିବା ପାଇଁ ଜିଗର ଥିବା ଦରକାର। ଲସ୍ ତ ହବ ନା, ପ୍ରଫିଟ ଯେତେବେଳେ ଆସିବ ସେତେବେଳେ ମୁଁ କିଛି କହିବିନି। ମୁଁ ସାଇଡ ଯେତେଟା ଆଣିଛି ସବୁ ଲସ୍ ହିଁ ହେଇଛି। ଆକୁ ଯେତେବେଳେ ପ୍ରଫିଟ ଆଇବ ଲସ୍ ତ ଲସ୍ ଦେଖ ବିଜନେସ କରିବ ମାନେ ଲସ୍ ସହିବ। ଯଦି ଯିଏ ଲସ୍ ସହିକି ଆଗେଇଛି ସେ ବହୁତ ବାଟକୁ ଯାଇଛି। ଆଉ ଯିଏ ଲସ୍ ସହିକି ଯିଏ ପଛ ଘୁଞ୍ଚା ଦେଇଛି ଆଜି ପର୍ଯ୍ୟନ୍ତ ସେ ପଛରେ ଅଛି। ତ ତେଣୁ କରିକି ମୁଁ ସେ କ୍ୟାଟାଗୋରୀର ନୁହଁ। ଆରେ ବଡା ସଚ ୟାର ଛୋଟ ଲୋକ। ତ ମୁଁ ଏମାନଙ୍କର ପାଟି ଚୁପ୍ କରେଇବି, ବନ୍ଦ କରେଇବି କେବେ? ଆକ୍ଚୁଆଲି ରେଟ୍ ଟା ଶୁଣିକି ଗଞ୍ଜା ମାନଙ୍କର ଇଏ କଣ ହଉଛି ନା ଶକ୍ ହେଇଯାଉଛି। ଇଏ ମାନେ ଜାଣିନି ନା ଆକ୍ଚୁଆଲି ଗଞ୍ଜାର ରେଟ୍ କେତେ କଣ। ଏମାନେ ନର୍ମାଲି 600 ଟଙ୍କା କେଜି ଦେଇ କୁକୁଡ଼ା କିଣିକି କାଟିକି ସେତିକି ଜାଣିଛନ୍ତି। ହଁ ହାର୍ଡଲି 2,000 3,000 ଟଙ୍କା ଜାଣିଛନ୍ତି, କିନ୍ତୁ ଏତେ 10,000 12,000 10,000 ଷ୍ଟାର୍ଟିଂ ଯୋଉ ଗଞ୍ଜା ଫାଇଟର ହାଇ ଫ୍ଲାୟର ଗୁଡ଼ା ସେ ବିଷୟରେ ମାନେ ଜାଣିନାହାନ୍ତି। ଯେତେବେଳେ ମୁଁ ଆଣିକି ମୋ ଘରୁ ବଡ ଫାର୍ମଟେ କରିକି ବିକିବି ହେଲା, ସେଇ ସେତେବେଳେ ପଇସା ୟାକୁ ଦେବି। ଏଇ ଗୋଟେ ଗଞ୍ଜା ବିକିଲି ନିଅ 12,000 ଟଙ୍କା, ସେ ସେତେବେଳେ ସିଏ ପାଟି ଛୁପ, ସେତେବେଳେ ଆଉ କିଛି କହିବନି। ଏବେ କହିବେ ସେମାନେ। ଠିକ ଅଛି, ଯେମିତି କି ଭିଡିଓ ବନଉଛି ବର୍ତ୍ତମାନ ସୁଦ୍ଧା ପଇସା ଟୋଟାଲ ଭିଡିଓରୁ ଆସି ହିଁ ନାହିଁ କହିତେ ଗଲେ। ହଁ ଗୋଟେ ଆସିଥିଲା ଏଇଟା ଏଠି ଟାଙ୍ଗି ଦେଇଛୁ, ଠିକ ଅଛି। ସିଏ ଏଇ ସୋସିଆଲ ମିଡିଆରୁ ଇନକମ୍ 50,000 ଟା ହେଇଛି, ଠିକ ଅଛି। ଆଉ ହେଇନାହିଁ। ତ ମୋର ଆପା ସବୁବେଳେ ମତେ କୁହନ୍ତି ତୁ ମରିଚିକା ପଛରେ କାହିଁ ଧାଉଁଛୁ, କଣ ଅଛି ସେଥିରେ? ବହୁତ ଖୁବ ଶୀଘ୍ର ପେମେଣ୍ଟ ଆସିଯିବ, ସେମିତି କିଛି ନାହିଁ। ଆପଣମାନଙ୍କର ଭଲ ପାଇବା ଆଉ ଟିକେ ଦରକାର। ଆଉ ଭଲ ପାଇବା କମି ଯାଉଛି, ଆପଣମାନଙ୍କର ଭଲ ପାଇବା ବଢିଲା ମାନେ ଆମେ ଖୁସିରେ ରହିବୁ, ଠିକ ଅଛି। ଆଉ ତ ସେଇଟା ପାଇଁ ମୋର ବାପା କହିଲେ କାହିଁକି ତ ୱାନ୍ ଟାଇମ୍ ମୋର ବାପା ପାଖରେ ପଇସାଟା ହାତରେ ଧରେଇ ଦେଲେ ଚୁପ୍। ସେ ଜାଣିଦେବେ ନା ପଇସାଟା ଆସୁଛି। ଆମେ କହୁଛୁ ପଇସା ଆସେ ୟୁଟ୍ୟୁବରୁ, କିନ୍ତୁ କାହିଁରେ ତୋର ପଇସା, କାହିଁରେ ପଇସା, କେବେ ଟିକେ ମେହନତ ଲାଗିବ, ଟାଇମ ଲାଗିବ। ଆମେ ତ ଆମର କଣ ଟାଇମ୍ ମନିଟାଇଜେସନ ତ ଅନ୍ ହେଇଛି। ତୁମେ ଟାଇମ୍ ଦେଲେ ଭିଡିଓ ଛାଡ଼ିଲେ ତ ପୁଣି ଗୋଟେ ଜିନିଷଟା ହବ ନା। ତ ଭିଡିଓ ଛାଡିବା ପାଇଁ ବି ଗୋଟେ ଲୋକ ଫ୍ରି ରହିବା ଦରକାର। ତାପରେ ଏଇଟା ମୁଁ କହିଲେ ସମସ୍ତେ କହିବେ ତୁ ବାହାନା କାଢୁଛୁ। ଯଦି ପକେଇବାର ଥିବ ଭିଡିଓ ପ୍ରତ୍ୟେକ ଦିନ ପକେଇବୁ। ଯଦି ମୁଁ ପ୍ରତ୍ୟେକ ଦିନ ଭିଡିଓ ପକେଇବି, ମୁଁ କଣ ପକେଇବି? ଏଇ ଉଠିଲି, ଖାଇଲି, ପିଇଲି, ଡ୍ରେସ୍ କଲି, ଡ୍ୟୁଟି ଗଲି, ଡ୍ୟୁଟିରେ କ୍ୟାମେରା ବନ୍ଦ କଲି, ଡ୍ୟୁଟିରୁ ଆଇଲି କ୍ୟାମେରା ଅନ୍ କଲି, ଏଇ ହେଲା ସେଇ ହେଲା ସେ ହେଲା। ଆପଣ ମାନେ ବି ବୋରିଂ ହେବେ, କିଛି ତ ଗୋଟେ ଦରକାର ନା ନାହିଁ। ତେଣୁ କରିକି ଡେଲି ଲାଇଫ ବ୍ଲଗ ଚାଲୁଥିଲା, ଲକଡାଉନ ସମୟରେ ଚାଲୁଥିଲା। ଯୋଉମାନେ ବି ଅଛନ୍ତି ଚାଲୁଥିଲା, ସେଟା ସମସ୍ତେ ଠିକ ଠାକ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ସେଇଟା ଚାଲିବ କି? ତ ଆପଣ ମାନେ ହିଁ ବିରକ୍ତି ହେଇଯିବେ। ତେଣୁକରି କିଛି ତ ଗୋଟେ ଦରକାର ନା। ତ ସେଇଥିପାଇଁ ଟାଇମ ଦରକାର, ଯୋଉଟା କି ମୋ ଦ୍ଵାରା ହୁଏନି, ବୁଝିପାରିଲେ କି? ତଥାପି ଚେଷ୍ଟା କରିବା ସବୁଦିନ ଭିଡିଓ ଆଣିବା। ଯେତେବେଳେ ମୁଁ କୋଉଠି ଥିଲି, କୁଆଡେ ପହଞ୍ଚିଗଲି, ଯାହା ବି ହଉ କୁକୁଡ଼ା ପୁଣି ଆଣିବି, ବୁଝିଲ। ନା ମୋ ଇଗୋ ହଟ୍ କରିଦେଇଛନ୍ତି 3 ଜଣ। ମୁଁ ଛାଡିବା ପିଲା କି? ରୋହିତ ପରା ମୁଁ, ଛାଡିବିନି। ଠିକ ଅଛି, ହେଇଥିଲା କଥା। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେନି। ଦୟାକରି ଭିଡ଼ିଓଟିକୁ ସେୟାର କରନ୍ତୁ, ପ୍ରଚୁର ମାତ୍ରାରେ ସେୟାର କରନ୍ତୁ। ଆଉ କିଛି ଦରକାର ନାହିଁ ନା। ନା ଆଉ କଣ କହୁନ, ତୁମେ କଣ କହିବ?